ଆଜିର ଭିଡିଓରେ କଥା ହେବା ବିକାଶ ବନାମ ପରିବେଶ ଡେଭଲପମେଣ୍ଟ ଭର୍ସେସ୍ ଏନଭାୟରମେଣ୍ଟ। ମାନବ ସଭ୍ୟତାର ଅଗ୍ରଗତି ସହିତ ବିକାଶ ଓ ପରିବେଶ ଏକ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି ପରସ୍ପର ସହ ଜଡ଼ିତ ହୋଇ ରହିଛନ୍ତି। ସାମ୍ପ୍ରତିକ ବିଶ୍ୱରେ ଏହି ଦୁଇଟି ଶବ୍ଦ ମଧ୍ୟରେ ଚାଲିଥିବା ଦ୍ୱନ୍ଦ୍ୱ ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି। ମାନବ ସମାଜର ଆର୍ଥିକ ଉନ୍ନତି ଓ ସୁଖ ସୁବିଧା ପାଇଁ ବିକାଶ ଜରୁରୀ, ମାତ୍ର ଆମର ଅସ୍ତିତ୍ୱ ରକ୍ଷା କରିବା ପାଇଁ ପରିବେଶର ସୁରକ୍ଷା ଅପରିହାର୍ଯ୍ୟ। ଆଧୁନିକ ଯୁଗରେ ଶିଳ୍ପାୟନ, ସହରୀକରଣ, ଗମନାଗମନର ଉନ୍ନତି ଏବଂ ବୈଷୟିକ ଜ୍ଞାନ କୌଶଳର ପ୍ରସାରକୁ ବିକାଶର ପ୍ରତୀକ ଭାବେ ଗ୍ରହଣ କରାଯାଏ। ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ରୋଜଗାର ଯୋଗାଇବା, ଦାରିଦ୍ର୍ୟ ଦୂରୀକରଣ କରିବା ଏବଂ ଜୀବନ ଧାରଣର ମାନକୁ ଉନ୍ନତ କରିବା ପାଇଁ ନୂତନ କାରଖାନା, ରାସ୍ତାଘାଟ, ବନ୍ଧ ଓ ଆଧୁନିକ ଭିତ୍ତିଭୂମିର ନିର୍ମାଣ ନିତ୍ୟାନ୍ତ ଆବଶ୍ୟକ। ବିକାଶ ବିନା କୌଣସି ଦେଶ ବା ରାଜ୍ୟ ଅଗ୍ରଗତି କରିପାରିବ ନାହିଁ। ଅନ୍ଧ ଭଳି ଚାଲିଥିବା ଏହି ବିକାଶ ପ୍ରକ୍ରିୟା ଆମ ପ୍ରକୃତି ଓ ପରିବେଶ ଉପରେ ଗଭୀର ଆଘାତ ଦେଇଛି। ଶିଳ୍ପ ପ୍ରତିଷ୍ଠା ଓ ରାସ୍ତା ନିର୍ମାଣ ପାଇଁ ବ୍ୟାପକ ଭାବେ ଜଙ୍ଗଲ କଟାଯାଉଛି, ଯେଉଁଟାକୁ ଡିଫରେଷ୍ଟେସନ କୁହାଯାଏ, ଯାହାଦ୍ୱାରା ଜୈବ ବିବିଧତା ନଷ୍ଟ ହେଉଛି ଏବଂ ବନ୍ୟଜନ୍ତୁ ସେମାନଙ୍କର ପ୍ରାକୃତିକ ଆବାସସ୍ଥଳୀ ହରାଉଛନ୍ତି। ଏହା ସହିତ କାରଖାନା ଓ ଗାଡ଼ି ମୋଟରରୁ ନିର୍ଗତ ବିଷାକ୍ତ ଗ୍ୟାସ ବାୟୁକୁ, ଶିଳ୍ପ ଆବର୍ଜନା ଜଳକୁ ଏବଂ କୀଟନାଶକ ମାଟିକୁ ପ୍ରଦୂଷିତ କରୁଛି। ଫଳସ୍ୱରୂପ ବିଶ୍ୱ ତାପାୟନ, ଗ୍ଲୋବାଲ ୱାର୍ମିଂ, ଜଳବାୟୁ ପରିବର୍ତ୍ତନ ଏବଂ ଅଦିନିଆ ବନ୍ୟା ବା ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ଦେଖା ଦେଉଛି। ବିକାଶ ନାମରେ ପ୍ରକୃତିର ସର୍ବନାଶ କରିବା ଆତ୍ମଘାତୀ ନୀତି ସଦୃଶ। ପ୍ରକୃତି ନ ରହିଲେ ମାନବ ସମାଜର ବିକାଶ ଅର୍ଥହୀନ ହୋଇପଡ଼ିବ। ତେଣୁ ବର୍ତ୍ତମାନ ସମୟରେ ଧାରଣୀୟ ବିକାଶ ବା ସୁସ୍ଥିର ବିକାଶ ସଷ୍ଟେନେବଲ ଡେଭଲପମେଣ୍ଟର ଚିନ୍ତାଧାରା ଗ୍ରହଣ କରିବା ଜରୁରୀ। ଏହାର ଅର୍ଥ ହେଉଛି ଆମେ ପରିବେଶର କ୍ଷତି ନ କରି ଏବଂ ଆଗାମୀ ପିଢ଼ିର ଆବଶ୍ୟକତାକୁ ଆଖି ଆଗରେ ରଖି ବିକାଶମୂଳକ କାର୍ଯ୍ୟ କରିବା ଉଚିତ। ସବୁଜ ଶକ୍ତିର ବ୍ୟବହାର, କୋଇଲା ବା ପେଟ୍ରୋଲିୟମ ପରି ପାରମ୍ପରିକ ଶକ୍ତି ଉତ୍ସ ବଦଳରେ ସୌରଶକ୍ତି, ପବନ ଶକ୍ତି ଏବଂ ଜଳବିଦ୍ୟୁତ ଭଳି ଅକ୍ଷୟ ଶକ୍ତିର ବ୍ୟବହାର ବଢ଼ାଇବାକୁ ହେବ। ଯଦି ବିକାଶମୂଳକ ପ୍ରକଳ୍ପ ପାଇଁ ଗୋଟିଏ ଗଛ କଟାଯାଉଛି, ତେବେ ତାହା ବଦଳରେ ଅତି କମରେ 5ଟି ନୂଆ ଗଛ ଲଗାଯିବା ଉଚିତ। ଶିଳ୍ପାୟନ ଗୁଡ଼ିକରେ ବର୍ଜ୍ୟବସ୍ତୁ ନିଷ୍କାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଥିବା ସରକାରୀ ନିୟମକୁ କଠୋର ଭାବେ ଲାଗୁ କରିବା ଉଚିତ। ବିକାଶ ଓ ପରିବେଶ ମଧ୍ୟରେ କୌଣସି ଶତ୍ରୁତା ନାହିଁ, ବରଂ ଏକ ସୁସ୍ଥ ସମାଜ ପାଇଁ ଉଭୟଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ନିହାତି ଜରୁରୀ। ପ୍ରକୃତିକୁ ସୁରକ୍ଷିତ ରଖି ଯଦି ଆମେ ଆଗକୁ ବଢ଼ିବା, ତେବେ ତାହା ହିଁ ପ୍ରକୃତିର ବିକାଶ କୁହାଯାଇପାରିବ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି କମେଣ୍ଟ ଲେଖିଦେବା, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା, ବୁଝି ହେଲା, ତାହେଲେ ଭିଡ଼ିଓ କଣ ସହିତ ସେୟାର କର, ଆଉ ଟିକେ ଲାଇକ୍ କରିଦେବ। ଭିଡ଼ିଓ କଣ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହବ ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ।